ଆସନର ସମୟ ଓ ସାବଧାନତା ବିଷୟରେ ଆଜି ଆଲୋଚନା କରି ଦେଖିବା। ସେହି ଆସନର ସମୟ ଓ ସାବଧାନତା ବିଷୟର 24 ନମ୍ବରକୁ ଆଲୋଚନା କରି ଦେଖିବା। ଆସନ ଅଭ୍ୟାସକାରୀ ପ୍ରଥମେ ଦଣ୍ଡ ବୈଠକ, ଦୌଡ଼, ସନ୍ତରଣ ପ୍ରବୃତ୍ତି, ପରିଶ୍ରମ ଜନିତ ବ୍ୟାୟାମ କରିବା ଉଚିତ ନୁହେଁ। ପ୍ରଥମେ ଆସନ କରି ପରବର୍ତ୍ତୀ ସମୟରେ ଏଗୁଡ଼ିକ କରାଯାଇପାରେ। 25ରେ କୁହାଗଲା, ଯେଉଁମାନେ ନିଜ ଶରୀରର ଅବୟବଗୁଡ଼ିକୁ ହୃଷ୍ଟପୃଷ୍ଟ ଅଥବା ସୁନ୍ଦର ଶକ୍ତିଶାଳୀ କରି ରଖିବାକୁ ଚାହାନ୍ତି କିମ୍ବା ନିଜ ଶରୀରର ଅଙ୍ଗପ୍ରତ୍ୟଙ୍ଗ ବିଷୟକ ରୋଗ ଦୂର କରିବାକୁ ଚାହାନ୍ତି, ତେବେ ଆସନ କରିବା ସମୟରେ ନିଜ ସଂକଳ୍ପ ଶକ୍ତିକୁ ସେହି ଅଙ୍ଗ ପ୍ରତ୍ୟଙ୍ଗରେ କେନ୍ଦ୍ରୀଭୂତ କରି ରଖିବାକୁ ହେବ। ଜଣେ କବି ଯଥାର୍ଥରେ କହିଛନ୍ତି, ୟେନ ଜ୍ଞାତମିତଂ ଭବତି ନିଶ୍ଚିତମ୍ ତସ୍ମିନ୍ ପରିଶ୍ରମଃ କାର୍ଯ୍ୟଃ କିଂ ନ୍ୟୁ ଶସ୍ତ୍ର ଭାଷିତମ୍। ଯେଉଁ ବ୍ୟକ୍ତି ଉପରୋକ୍ତ ସକଳ ବିଷୟକୁ ଜାଣିପାରିଲା, ତା ପାଇଁ ଏହା ହିଁ ପର୍ଯ୍ୟାପ୍ତ ଅଟେ। ଅନ୍ୟତ୍ର ପରିଶ୍ରମ କରିବା ଅର୍ଥ ଚକ୍ଷୁ କୁଟିବା ହିଁ ସାର ହୋଇଥାଏ। ଇତି ଓମ୍।